ଆଜ୍ଞା ମୁଁ ଦେଖୁଛି ମୋ ଦୋକାନରେ ଆସିଲେ ସମସ୍ତେ କହୁଛନ୍ତି ଯେ ବିଜେଡି ନ ଆସି ବିଜେପି ଆସିଲେ ଭଲ ହୁଅନ୍ତା, କିନ୍ତୁ ବିଜେଡି ଆସିବା ହିଁ ଦରକାର। ବିଜେଡି ଆସିଲେ ଦେଶର ଉନ୍ନତି ହବ। କେନ୍ଦ୍ରରେ ମୋଦି ସରକାର ପୁଣି ଆସିବା ଦରକାର। ମୁଁ ଦେଖୁଛି ଉଭୟ ରାଜ୍ୟର ଯୋଉ ସରକାର ଅଛି ସିଏ ମଧ୍ୟ ଲୋକମାନଙ୍କର ସବୁ ସେବା, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଚାଷୀ ମାନଙ୍କ ପାଇଁ ସବୁ ପ୍ରକାର କରୁଛି, କିନ୍ତୁ କିଛି ତା ଭିତରେ ତ୍ରୁଟି ରହିଛି ଯାହାକି ବିରୋଧୀ ନ ରହିବା ଫଳ ସେମାନେ ଏକ ଛାତ୍ରବାଦ ଭଳିଆ କାରବାର କରୁଛନ୍ତି। ତ୍ରୁଟି ରହିଯାଉଛି ମାନେ ଯୋଉଟା ନବୀନ ପଟ୍ଟନାୟକ ପାସ୍ କରୁଛନ୍ତି ଏଠି ସେଟା ଠିକ ଭାବରେ ଲାଗୁ ହଉନି। ଆଉ ପୁଣି ଯଦି ଅଶ୍ୱିନୀ ବୈଷ୍ଣବଙ୍କୁ ରେଳମନ୍ତ୍ରୀ କରିଦିଆଯାଏ ନା ତାହେଲେ ଆମେ ଭାବୁଛେ ନିଶ୍ଚୟ ପ୍ରାୟ ପ୍ରତ୍ୟେକ ଦଳର ଲୋକମାନେ ଆସନ୍ତି, ଆଉ ପ୍ରତ୍ୟେକ ଦଳର ଲୋକମାନେ ଆସନ୍ତି, ବିଭିନ୍ନ କଥା ଆଲୋଚନା ହୁଏ, ଆଉ ଯିଏ ଯାହା ଦଳ କଥା କୁହନ୍ତି। ଏବଂ ମୋ ମତରେ ମୁଁ କହୁଛି ନୂଆ ଦଳ ଆସିଲେ ଟିକେ ଭଲ ହୁଅନ୍ତା। ଆମ ଏବେ ତ ବିଜେଡି ସରକାର ଚାଲିଛି ଏବଂ ବିଜେପି ଆସିଥିଲେ ଭଲ ହେଇଥାନ୍ତା। ହଁ, ଶିକ୍ଷା କ୍ଷେତ୍ରର ଏବଂ ରାସ୍ତା ଏବଂ କୃଷି ଏବଂ ଜଳସେଚନର ସୁବିଧା। ଦେଖନ୍ତୁ ଗତ 35 ବର୍ଷ ଧରି ଭୋଗରାଇ ଗୋଟିଏ ଅଣକଂଗ୍ରେସ ଦୁର୍ଗ ହିସାବରେ ପରିଚିତ। କମଳା ଦାସ, ଡକ୍ଟର କମଳା ଦାସଙ୍କ ପାଖରୁ ଅମିତ ଦାସଙ୍କ ପର୍ଯ୍ୟନ୍ତ ଏବଂ ଉଭୟଙ୍କ ନେତୃତ୍ୱରେ ଭୋଗରାଇର ବିବିଧ ବିକାଶ ସାଧନ ହେଇଛି ଏବଂ ଆହୁରି ବିକାଶର ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଶିଳ୍ପ ଉପରେ ଯଦି ଗୁରୁତ୍ୱ ଦିଆଯାଏ ତାହେଲେ ଅନେକ ନିଯୁକ୍ତି ସମ୍ଭବ ହବ। ସେ ଦୃଷ୍ଟିରୁ ଦେଖିଲେ ଗୋଟେ ପରିବର୍ତ୍ତନର ଆଭାସ ତ ନିଶ୍ଚିତ ଭାବରେ ଦେଖାଯାଉଛି। ସେ କ୍ଷେତ୍ରରେ ସାମ୍ବାଦିକ ଏବଂ ରାଜ୍ୟ ମୁଖପାତ୍ର ହିସାବରେ ପରିଚିତ ଗୌତମ ବୁଦ୍ଧ ଦାସ ସର୍ବାଗ୍ରେ ରହିଛନ୍ତି ଏବଂ ଯଦି ସେ ନେତୃତ୍ୱ ନିଅନ୍ତି ତାହେଲେ ନିଶ୍ଚିତ ଭାବରେ ଭୋଗରାଇର କିଛି ପରିବର୍ତ୍ତନ ହେବ ଏ ଭରସା ଆମର ରହିଛି। କାରଣ ସେ ଗୋଟେ ଭିନ୍ନ ଧରଣର ବ୍ୟକ୍ତିତ୍ୱ ଏବଂ ତାଙ୍କର ବିଚାରଧାରା ସମ୍ପୂର୍ଣ୍ଣ ଭାବରେ ଭିନ୍ନ। ଯଦିଓ ଦଳଗତ ঊର୍ଦ୍ଧ୍ୱକୁ ଯାଇ ମୁଁ କହିବି ମୁଁ ତାଙ୍କ ବ୍ୟକ୍ତିତ୍ୱ ପ୍ରତି ମୁଁ ଅଧିକ ମାତ୍ରାରେ ଆକର୍ଷିତ। ଦୀର୍ଘ 26 ବର୍ଷ ଧରି ମୁଁ ତାଙ୍କର ଡାଇନାମିକ ନେଚର ଦେଖିଛି ଏବଂ ଗୋଟେ ବିଶାଳ ହୃଦୟର ସେ ଅଧିକାରୀ। ତାଙ୍କୁ ଆଧାର କରିକି ମୁଁ ଅନେକ ଲୋକଙ୍କୁ, ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ସକ୍ଷମ ହେଇଛି। ତେଣୁ ସେଇଭଳି ବ୍ୟକ୍ତି କିଏ ଯଦି ଆଗାମୀ ଦିନରେ ଭୋଗରାଇ ନେତୃତ୍ୱ ନେବେ, ଭୋଗରାଇର ରୂପରେଖ ପରିବର୍ତ୍ତନ ହେବ, ଏହା ଆମର ଆଶା। ଜଳ ନିଷ୍କାସନ ବାବଦରେ ସରକାର ଏବେ ତ ରିସେଣ୍ଟଲି 79,77,00,000 ଟଙ୍କା ମଞ୍ଜୁର କରିଛନ୍ତି ଏବଂ ସେ କ୍ଷେତ୍ରରେ ଯେଉଁ ବନ୍ଧୁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନେ ଧନ୍ୟବାଦର ପାତ୍ର। ମୁଁ ବ୍ୟକ୍ତିଗତ ଭାବରେ ଜାଣିଛି ସନ୍ତୋଷ ସାର୍, ସୁଶାନ୍ତ ବାବୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ତାଙ୍କ ପାଖକୁ ଆସି ଯେତେବେଳେ ଆଲୋଚନା କରନ୍ତି ଦେଖିଛି ମୁଁ। ଏବଂ ଲାଷ୍ଟ 5ଟି ଅଧ୍ୟକ୍ଷଙ୍କ ଭିଜିଟ୍ ବେଳେ ସେମାନେ ମେମୋରାଣ୍ଡମ୍ ମଧ୍ୟ ଦେଇଥିଲେ ଏବଂ ତତ୍କ୍ଷଣାତ୍ 24 ଘଣ୍ଟା ନ ପୂରୁଣୁ ସାଂସନ୍ ହେଇଥିଲା ଆପଣଙ୍କର 69,77,00,000 ଟଙ୍କା। ତେଣୁ ସେ କାର୍ଯ୍ୟ ପ୍ରକ୍ରିୟା ମଧ୍ୟ କାର୍ଯ୍ୟଧାରା ଆରମ୍ଭ ହେବ ଏବଂ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଯେଉଁ ବିଜେଡି ସରକାର ସମୟରେ ଯେଉଁ ରୂପାନ୍ତରୀକରଣ ଆରମ୍ଭ ହେଇଛି ସେ ପ୍ରକ୍ରିୟା ଅତ୍ୟନ୍ତ ପ୍ରଶଂସାଯୋଗ୍ୟ, ପ୍ରଶଂସନୀୟ। ତ ସେ ଦୃଷ୍ଟିରୁ ଆଉ କିଛି ନିଯୁକ୍ତି ହେଇପାରିଲେ, ବିଶେଷ କରି ଡାକ୍ତରଖାନା ମାନଙ୍କରେ ଡାକ୍ତର ଏବଂ ସ୍କୁଲ ମାନଙ୍କରେ ଯେଉଁ ଶିକ୍ଷକ ମାନଙ୍କର ନିଯୁକ୍ତି ହେଲେ ନିଶ୍ଚିତ ଭାବରେ ଆହୁରି ଭୋଗରାଇ ଆଗକୁ ଯାଇପାରିବେ। ଆମ ଭୋଗରାଇରେ ଦଳ ତ କଂଗ୍ରେସ ଦଳ, ବିଜେପି ଦଳ ଏବଂ ବିଜେଡି ଦଳ, କିନ୍ତୁ ବିଜେଡି ଦଳ ଯେଉଁ ପ୍ରକାର କାର୍ଯ୍ୟକ୍ରମ କରୁଛି, ଯେଉଁ ଯୋଜନା କରୁଛି ତାହା ଲୋକଙ୍କ ପାଇଁ ବହୁତ ଉପକାର। ଲୋକମାନେ କାର୍ଯ୍ୟରେ ଲଗେଇ ପାରୁଛନ୍ତି ଏବଂ ଭଲ ଭାବରେ ଲୋକମାନେ ବିଜେଡି ମୁହେଁକି ଅଛନ୍ତି। କିନ୍ତୁ ଆମର ଯେଉଁ ବିଧାୟକ ଥିଲେ ଅନନ୍ତ ଦାସ, ତାଙ୍କ ପରିବାର, ତାଙ୍କର ବୟସ କ୍ରମେ ସେ ଟିକଟରେ ବଞ୍ଚିତ, କିନ୍ତୁ ତାଙ୍କର ପରିବାର କ୍ରମେ ପାରିବାରିକ ଶାସନ ଭୋଗିବାକୁ ଚାହୁଁନାହାନ୍ତି, ନୂତନ ମୁଖ ଚାହୁଁଛନ୍ତି। ଏବଂ ଯଦି ଯେତିକି ଟିକଟ ଲାଇନରେ ଅଛନ୍ତି, ଯଦି ଗୌତମ ବୁଦ୍ଧ ଦାସ ଆସେ ସେ ବହୁତ ଭୋଟ ଜିତିବେ। ଲୋକ ମଧ୍ୟ ପସନ୍ଦ ସେଇଟା, ଆଗ୍ରହ ମଧ୍ୟ। ତେଣୁ ସମସ୍ତେ ଚାହୁଁଛନ୍ତି ଗୌତମ ବୁଦ୍ଧ ଦାସ ଆସୁ। ଗମନାଗମନ କ୍ଷେତ୍ରରେ ବହୁତ ଆଗେଇଛି, ଆହୁରି ମଧ୍ୟ କାହା ଭାଗ ବାକି ରହିଛି। ଏବଂ ସେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଗଭର୍ଣ୍ଣମେଣ୍ଟ ସରକାର ଆମର ବହୁତ ଯେତେ ତତ୍ପରତା ହେଲେ ମଧ୍ୟ ଯେଉଁମାନେ ଡକ୍ଟର ଆସୁଛନ୍ତି ସେମାନେ ସେମାନଙ୍କର ଗାଁ ଗହଳି ରହିବା ପାଇଁ ଇଚ୍ଛା, ମାନେ ଅନିଚ୍ଛା କରୁଛନ୍ତି। ବରଂ ଚାକିରି ରିଜାଇନ୍ ଦେବେ କିନ୍ତୁ ଗାଁ ଗହଳି ରହିବେ, ସମସ୍ତେ ସେଇ ସହରକୁ ଯାଉଛନ୍ତି। ତେଣୁ ଏବେ ସରକାର କ'ଣ କରିଛନ୍ତି ନା ସେମାନଙ୍କୁ ଟ୍ରେନିଂ ଭଳିଆ ଗୋଟେ ଯୋଜନା କରି ଏବେ ଦେଇଛନ୍ତି। ପ୍ରତ୍ୟେକ ହସ୍ପିଟାଲ ଡାକ୍ତର ନିଯୁକ୍ତି ଏବେ ସବୁ ଦେଇଛନ୍ତି। ଦେଖାଯାଉ ସେଟା କେତେ ଦୂର କ'ଣ ଦେଖଉଛି।